ଯିବା କ'ଣ ଆମର କାଲି ଶ୍ରାଦ୍ଧ ପାଇଁ ଆସିଛି ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଆମର କାଲି ଯେହେତୁ ମହାଳୟା ଶ୍ରାଦ୍ଧ ହେବ, ବଡ଼ ଭାଉଜ ମୋର ସବୁ ଜିନିଷପତ୍ର ଆଣିଦେଇଛନ୍ତି, କାଲି ଭୋଜି ହେବ ଆମର। ଦେଖନ୍ତୁ ଏଠି ସବୁ ପନିପରିବା ଅଛି, ପୋଟଳ, ଫୁଲକୋବି, ଝୁଡ଼ଙ୍ଗ, ଏଠି ଝୁଡ଼ଙ୍ଗ, ସଜନା ଛୁଇଁ, ବାଇଗଣ, କଖାରୁ 2ଟା, ଆଉ ଇଏ ହେଉଛି ଓଉ ଖଟା ହେବ ଓଉ, ଆଉ ଗୋଟେ କଦଳୀ, ଟମାଟୋ, ନଡ଼ିଆ, ଏଥିରେ ଖଲି, ଚପତି, ଗ୍ଲାସ ଏମିତି ସବୁ ଆଣିଛନ୍ତି। ଆଉ ଏଇଯାକ ସବୁ ଯେତେ ରେସନ ଜିନିଷ ଆସିଛି ମଟର, ବୁଟ, ତେଲ, ଜିରା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଯେତେ ସବୁ ମସଲା ଜିନିଷ ଲାଗିବ ରୋଷେଇରେ ସବୁ ଭାଉଜଙ୍କର ଆଣିଦେଇଛନ୍ତି ବଡ଼ ଭାଉଜ। ଆଉ ଆମେ ତ ସବୁ ଘର ଦ୍ୱାରା ପରିଷ୍କାର ହେଇଗଲାଣି, ଚାଲିଛି କାମ ବାସନ ମଜା। ଏଠି କ'ଣ ମାନେ ଘର ଥାକଟା ତଳେ ସଉକଟା ନଥିଲା ବେପାର ଏଇନା ଆଣିଲି। ଆମର ରୋଷେଇବାସ ତ ସରିଗଲା, ଆଳୁ ପୋସ୍ତ କରି ଶୁଶୁଳା ଶାଗ, ଇଏ କ'ଣ ବଡ଼ ଭାଉଜ ଆଣିଦେଇଛି ଛତୁ, ଆଉ ଏଇଟା ଗରମ ଭାତ, ଆଉ ଏଥିରେ ଡାଲି ପକାଇଛି, ହେଇଛି ଯିବା ଛାତ ଉପରେ ଯେଉଁ କଣ୍ଠା ଅଛି ମୁଁ କଣ୍ଠା ପକା ସବୁ ନୋଟେଇକି ଆସିବି। କିରା ମା କ'ଣ ଖାଉଛୁ? ଆମର ବି ଶାଗ ହେଇଛି, ଡାଲି ହେଇଛି, ଭାତ ହେଇଛି। ଶାଗ, ଭାତ, ଖଟା, ଡାଲି, ପାଣି, ତାର ଆଚାର ଶିଶି। କ'ଣ ମା ଭାତ ଟିଭି ଦେଖି ଦେଖି ମୁଁ ଖାଉଛି। କ'ଣ ଠିପିରେ କି? ହଁ ଚାଲନ୍ତୁ ଯିବା ସିঁড়ି ପାଉଛ ଉପରକୁ ଶ୍ରାଦ୍ଧ ପାଇଁ ବୋଲି। କାଲି ଆମର ଧୁବାଘର ଆସିଥିଲା, ନାନୀ ଲାଗେ ଭାଇନା ଲାଗିବେ, ସେ ସବୁ ଧୋଇ ଧୁଆ ଦେଇଥିଲେ କଣ୍ଠା ଫଟା। ମୁଁ ଯାଉଛି ଏବେ ପ୍ରସ୍ତେ ନଉଟେଇ ଦେବି, ଥରେ ନଉଟେଇଥିଲି କାଲି ଶୁଖେଇଥିଲି, ଆଜି କାଲି କମ୍ ଖରା ହେଇଥିଲା, ଆଜି ପ୍ରବଳ ଖରା, ସେଥିପାଇଁ ସବୁ ଛାତ ଉପରେ କଣ୍ଠା ଫଟା ଶୁଖୁଛି। ମୁଁ ଆପଣଙ୍କୁ ଦେଖାଉଛି ଆମ ଛାତ ଉପରେ ପୁରା ଛାତ ଲୁଗାପଟା ଅଛି, ସବୁ କନ୍ଥା ଶୁଖୁଛି। କନ୍ଥାରେ ମୋ ବାପା ମା ଶୋଉଛନ୍ତି ଏ କନ୍ଥାରେ ଆମର। ଆଉ ଏଇଟା ସାନ ଭାଉଜଙ୍କର, ଏଇଟା କ'ଣ ହେଉଛି କି କମଳକୁ ସିଲେଇ କରିଦେଉଛନ୍ତି। ଦେଖନ୍ତୁ ଏଠି କମଳ ବି ଶୁଖୁଛି। ମୋ ନାଇଟି ଫାଇଟି ଧରିକିରି ଏବେ ଯିବି। ପ୍ରବଳ ଖରା ସାଙ୍ଗମାନେ, ଦେଖନ୍ତୁ କେମିତି ଖରା ହେଉଛି ପ୍ରବଳ। ଏବେ ସବୁ କନ୍ଥା ଫଟା ନଉଟେଇକି ଆସିଲି, ଆଉ ଛାତ ଉପରୁ ନାଇଟି ଫାଇଟି ଧରିକି ପ୍ରବଳ ଗରମ। ଆଜି ଫ୍ୟାନ୍ ତଳେ ଟିକେ ବସିବି। ପକ୍କା ଖରା, ବହୁତ ଖରା ହେଉଛି ଆଜି, ମୁଣ୍ଡ ଫଟା ଖରା, ବିପି ବାହାରି ପଡ଼ିବ ଏ ଖରା ଯେଉଁ ହେଉଛି। ସାଙ୍ଗମାନେ ସବୁ ତ ଚଲତିକି ସବୁ ନାଇଟି ଫାଟି ରଖିଦେଲି, ଜଲ୍ଦି ଜଲ୍ଦି ସଜେଇକି ଥାକରେ। ଆଉ ଗରମ ବି ପ୍ରବଳ ଖରା ହେଉଛି। ଆଉ କ'ଣ କହିବି, ଯାଉଛି ଏବେ ମୁହଁ ତ ନାଲି ପଡ଼ିଗଲାଣି। ଦେଖନ୍ତୁ ଝାଳ ପୁଣି ମୁହଁରେ, କିଛି ଲଗାଇବାକୁ ଇଚ୍ଛା ହେଉନି ଗରମ ଯୋଗୁଁ। ନହେଲେ ମୋର ଭାରି ଇଚ୍ଛା ଲଗାଇବାକୁ ଟିକେ ପିନ୍ଧିବାକୁ, ହେଲେ କ'ଣ ହେବି କ'ଣ ହେବ, ଏ ଯେଉଁ ଗରମ ହେଉଛି କିଛି ଇଚ୍ଛା ହେଉନି। ଆଉ ଯାଉଛି ଏବେ ନଳକୂପକୁ ଯିବି, ପାଣି 3 ବୋତଲ ଆଣିବି। ତାପରେ ଆଜି ତ ଭାଉଜଙ୍କ କାମ କିଛି କରୁନି, ଯାହା ସକାଳେ ବି ବାସନ କୁସନ ଆଜି କନ୍ଥା ତ ଛାତ ଉପରେ ଶୁଖଉଛି, ଟାଇମ୍ ଯାଉଛି, ଅପଟା ନଉଟଉଛି ପାଟଉଛି, ତାହେଲେ ବର୍ଷା ହେବ ବୋଲି। ଆଉ ଯାହା ଯେମିତି ମୋ ଘର ସଜାଉଛି, ଆଉ ଆଜି କିଛି ଘର କାମ କରିନି। ଆଉ ପୁଣି ଯାହା ଯେମିତି ଖାଇସାରିଲା ପରେ ଯଦି ଯାହା ଯେମିତି କାମ ଟିକେ କରିବି। ଆଉ ଯାଉଛି ଏବେ ଟିକେ ରେଷ୍ଟ ନେବି, ତାପରେ ନଳକୂପ ଯିବି ପାଣି ପାଇଁ, ତାପରେ ଆସିଲେ ଖାଇବି, ଭିଡ଼ିଓ ବନେଇବି, ଏମିତି ମୋ ଟାଇମ୍ ଯାଏ ଦିନ। ଆଉ କାଲି ତ ଆମର ମହାଳୟା ଶ୍ରାଦ୍ଧ, ଆପଣଙ୍କୁ ତ ସେୟାର କଲି କେମିତି ପନିପରିବା ରାସନ ଜିନିଷ ସବୁ ଗୋଟି ଗୋଟିକିରି କେତେ କାଢ଼ିବୁ ଆପଣଙ୍କୁ ତ ଦେଖେଇଦେଲି। ଆଉ ଚାଲନ୍ତୁ ଆଉ ଟିକେ ରେଷ୍ଟ ନେବା। ଦେଖନ୍ତୁ ସାଙ୍ଗମାନେ ଲାଇନ୍ ତ ଏବେ କଟିଗଲା। ଆଉ ନଳକୂପକୁ ପାଣି ପାଇଁ ଯାଇଥିଲି, ଟିକେ ରେଷ୍ଟ ନେଲା ପରେ ପୁଣି କନ୍ଥା ଛାତ ଉପରୁ ନୋଟିକି ଆସିଲି। କାମ ସାରିଲା ପରେ ରେଷ୍ଟ ନେଲି, ଲାଇନ୍ କଟିଲା, ନଳକୂପରୁ ଏବେ ଆସିଲି। ଆଉ ଯାହା ଲୁଗାପଟା ବାହାରେ ଶୁଖୁଥିଲା ସବୁ ନେଇକି ରଖିଦେଲି। ଆଉ ଅଳ୍ପ କନ୍ଥା ଯାହା ଅଛି ଛାତ ଉପରେ ସେଗୁଡ଼ାକୁ ବି ଆଣିବି। ଆଉ ଚାଲନ୍ତୁ ଏବେ ତ ଖାଇ ବସିଛି, ଆଉ ଚାଲନ୍ତୁ କ'ଣ ଖାଉଛି ମୁଁ ଆପଣଙ୍କୁ ସେୟାର କରୁଛି। ଆଉ ତା ପୂର୍ବରୁ ନିଶ୍ଚିନ୍ତ ମୋତେ ଖାଇବା ଭିଡ଼ିଓକୁ ନେଇକି କମେଣ୍ଟ କରିବେ ଆମର କେମିତି ଖାଇବା ହେଇଛି। ଦେଖନ୍ତୁ ପ୍ରବଳ ଝାଳ, ମାନେ ଏତେ ଝାଳ, ଏତେ ଖରା, ମୁଣ୍ଡ ବି ବୁଲେଇ ଦେଉଛି। ମୋ ମୁଣ୍ଡ କେମିତି ହେଇଗଲା ନଳକୂପକୁ ଯେଉଁ ପାଣି ପାଇଁ ଗଲି। ଦେଖନ୍ତୁ ସାଙ୍ଗମାନେ, ମାନେ ବିଶ୍ୱାସ କରିବେନି, ମାନେ ମୁଣ୍ଡଟା କେମିତି ବୁଲେଇ ପକେଇଲା, ଏତେ ଝାଳ ଖାଲି ନିଗିଡ଼ି ପଡ଼ୁଛି। ଲାଇନ୍ ତ କଟିବା ପୂର୍ବରୁ ଆଉ ମୋ ସାନ ଭାଉଜଙ୍କର ଏସି ରୁମ୍ରେ ଟିକେ ବସିଥିଲି। ଆଉ
ଦେଖନ୍ତୁ କେମିତି ଏତେ ଖରା ମାନେ ଖରାଦିନ ଖରାଟା ସମ୍ଭାଳି ହେଉଛନ୍ତି, ବର୍ଷା ଦିନ ଖରାଟା ସମ୍ଭାଳି ହେଉନି, ମୁଣ୍ଡ ବୁଲେଇ ପକାଉଛି। ଆଉ ଚାଲନ୍ତୁ ଜଲ୍ଦି ଜଲ୍ଦି ଖାଇଦେଇ ଟିକେ ଶୋଇବି ଲାଇନ୍ ଆସିଲେ। ଦେଖନ୍ତୁ ସାଙ୍ଗମାନେ କ'ଣ ଖାଇବା ହେଇଛି। ଗରମ ଭାତ, ହରଡ଼ ଡାଲି, ଇଏ କୁଶଳା ଶାଗ, ଇଏ ସାରୁ ଆଳୁ ପକେଇକି ଇଏ କଟା ଶାଗ, ଆଉ ଇଏ ହେଉଛି ଆଳୁ ପୁସ୍ତକ, ଆଉ ପାଣି ବୋତଲ ତ ଏଇଠି ଦେଖୁଛନ୍ତି। ଆଉ ଚାଲନ୍ତୁ ଖାଇବା। କେମିତି ଖାଇବା ହେଇଛି ପ୍ଲିଜ୍ ମୋତେ ଟିକେ କମେଣ୍ଟ କରି କହିବେ ସାଙ୍ଗମାନେ। ଆଉ ଆସନ୍ତୁ ମୋ ସହିତ କୋଉମାନେ ଖାଇବେ ସୁଆଦିଆ ସୁଆଦିଆ ଖାଇବା। ଏବେ ଖାଇଦେଇକି ରେଷ୍ଟ ନେବି। ଆଉ ବହୁତ ଗରମ ହେଉଛି, ଚାଲନ୍ତୁ ଯିବା।